ଚାଲନ୍ତୁ ଆଜି ଶୁଣିବା ଜହ୍ନମାମୁଁର ଆଉ ଗୋଟିଏ କାହାଣୀ, ଯାହାର ନାଁ ହେଲା ମିତ୍ର ପ୍ରେମ। ଗଙ୍ଗା କୂଳରେ ଥିବା ଗୋଟିଏ ଗାଁରେ ଜୟ ଓ ପ୍ରତାପ ନାମକ ଦୁଇ କ୍ଷତ୍ରିୟ ଯୁବକ ବାସ କରୁଥିଲେ। ପିଲାବେଳୁ ଦୁହିଁଙ୍କ ମଧ୍ୟରେ ଥିଲା ପ୍ରଗାଢ଼ ବନ୍ଧୁତା। ଦୁହେଁ ବିଦ୍ୟାଭ୍ୟାସ ଶେଷ କରିବା ପରେ ରାଜଦରବାରରେ ଚାକିରି ପାଇବା ଆଶାରେ ଦୁଇଟି ଭିନ୍ନ ରାଜ୍ୟକୁ ଗଲେ। ଜୟ ବିଦର୍ଭ ରାଜ୍ୟର ରାଜଧାନୀ ଅମରାବତୀରେ ପହଞ୍ଚିଲା। ସେଠାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ଅଳ୍ପ ସମୟ ମଧ୍ୟରେ ରାଜାଙ୍କର ବିଶ୍ୱାସଭାଜନ ହୋଇଉଠିଲା, ଆଉ ରାଜଦରବାରରେ ଏକ ଉଚ୍ଚ ପଦରେ ନିଯୁକ୍ତି ପାଇଲା। ଏଣେ ପ୍ରତାପ ଉଜ୍ଜୟିନୀ ରାଜ୍ୟରେ ପହଞ୍ଚି ସେହିପରି ରାଜାଙ୍କ ପାଖରେ ଚାକିରି ପାଇ ଯଥେଷ୍ଟ ଖ୍ୟାତି ଅର୍ଜନ କଲା। ଏମିତି 12 ବର୍ଷ ବିତିଗଲା, ହେଲେ ଦୁଇ ବନ୍ଧୁଙ୍କ ମଧ୍ୟରେ ଆଉ ଦେଖା ହୋଇନଥାଏ। କିନ୍ତୁ 12 ବର୍ଷରେ ଏମିତି ବି ଦିନଟିଏ ଯାଇନି ଯେବେ ଜଣେ ଅନ୍ୟ ଜଣକୁ ସ୍ମରଣ ନ କରିଛି। ତା ଛଡ଼ା ଅମରାବତୀରୁ କେହି ଉଜ୍ଜୟିନୀ ଗଲେ ବା ଉଜ୍ଜୟିନୀରୁ କେହି ଅମରାବତୀ ଗଲେ, ଦୁଇ ବନ୍ଧୁ ଜଣେ ଅନ୍ୟ ଜଣଙ୍କ ନିକଟକୁ ଅନେକ ଉପହାର ପଠାଉଥିଲେ। କିଛିଦିନ ପରେ ଥରେ ଜୟ ମନରେ ବନ୍ଧୁକୁ ଦେଖିବାକୁ ପ୍ରବଳ ଇଚ୍ଛା ହେଲା। ସେ ରାଜାଙ୍କଠାରୁ ଅନୁମତି ନେଇ ଉଜ୍ଜୟିନୀ ଗଲା। ଏତେ ଦିନ ପରେ ବନ୍ଧୁକୁ ଦେଖି ପ୍ରତାପର ଖୁସିର ସୀମା ନାହିଁ। ସେ ଜୟର ସବୁ ପ୍ରକାରର ଯତ୍ନ ନେଲା, ଯେପରି ତାର ରହଣି ସମୟଟା ଖୁସି ଆନନ୍ଦରେ କଟେ। କିନ୍ତୁ କିଛିଦିନ ପରେ ପ୍ରତାପ ଲକ୍ଷ୍ୟ କଲା ଯେ ତାର ସବୁ ଆଦର ଯତ୍ନ ସତ୍ତ୍ୱେ ଜୟ କ୍ରମେ ଶୁଖି ଯାଉଛି। ଆହାର ନିଦ୍ରାରେ ତାର ବ୍ୟତିକ୍ରମ ଦେଖାଯାଉଛି। କଥା କ'ଣ? ବହୁତ ଚିନ୍ତା କରି ଦିନେ ପ୍ରତାପ ଜୟକୁ ଏହାର କାରଣ ପଚାରିଲା। ଜୟ କହିଲା, ଦେଖେ, ତୁ ମୋର ପିଲାଦିନର ବନ୍ଧୁ, ତୋ ଆଗରେ ଲୁଚେଇବି କ'ଣ? ମୁଁ ଆସିବା ଦିନରୁ ତୋ ଘରେ ଜଣେ ସୁନ୍ଦରୀ ଯୁବତୀକୁ ଚଳପ୍ରଚଳ ହେବାର ଦେଖୁଛି। ମୁଁ ତାରି କଥା ଚିନ୍ତା କରି କରି ଆହାର ନିଦ୍ରା ଛାଡ଼ିଛି। ତାକୁ କୌଣସି ମତେ ବାହା ନ ହେବା ପର୍ଯ୍ୟନ୍ତ ମୋର ଏ ଅବସ୍ଥାର ପରିବର୍ତ୍ତନ ହେବ ନାହିଁ। ପ୍ରତାପ କହିଲା, ସେ ଯୁବତୀର ନାମ ମନୋରମା। ତାର ବାପା ମା ମରିଯାଇଛନ୍ତି, କିନ୍ତୁ ସେହି ବିରାଟ ସମ୍ପତ୍ତିର ଉତ୍ତରାଧିକାରିଣୀ। ସେ ମୋ ଘରେ ରହୁଛି, ଯେହେତୁ ମୁଁ ତାକୁ ବିବାହ ହେବାକୁ ଚାହିଁଥିଲି। କିନ୍ତୁ ତୋର ଯଦି ଇତିମଧ୍ୟରେ ତା ପ୍ରତି ଗଭୀର ପ୍ରେମର ଉଦ୍ରେକ ହୋଇଛି, ତେବେ ତୁ ହିଁ ତାକୁ ବିବାହ କର। ମୋର ଅବଶ୍ୟ ତାହା ପ୍ରତି କୌଣସି ପ୍ରେମ ଭାବ ନାହିଁ। ସେ ସମ୍ପର୍କରେ ଆମର ବନ୍ଧୁବାନ୍ଧବ। ତା ପାଇଁ କାଳେ ଉପଯୁକ୍ତ ପାତ୍ର ସନ୍ଧାନ ନ କରିପାରିବି, ସେଇଥି ସକାଶେ ତାକୁ ନିଜେ ବାହା ହେବା କଥା ଚିନ୍ତା କରୁଥିଲି। ତାର ସ୍ୱଭାବ ଚରିତ୍ର ଖୁବ୍ ଭଲ। ତା ବାପାଙ୍କ ପ୍ରତି ମୁଁ କୃତଜ୍ଞ। ସେହି ଦୃଷ୍ଟିରୁ ତାର ଉପକାର କରିବା ମୋର କର୍ତ୍ତବ୍ୟ। ଯଦି ତୁ ତାକୁ ବିବାହ ହେବୁ, ମୁଁ ବହୁତ ଆଶ୍ୱସ୍ତ ଓ ଆନନ୍ଦିତ ହେବି। ପ୍ରକୃତରେ ମୁଁ ଆଉ ଜଣେ ଝିଅକୁ ବିବାହ ହେବାକୁ ଚାହେଁ। ପ୍ରଥମେ ଜୟ ଟିକେ ନାମଙ୍ଗ ହେଉଥିଲା, କିନ୍ତୁ ପରେ ବନ୍ଧୁର ଅନୁରୋଧରେ ଦୁହିଁଙ୍କର ବିବାହ ହେଲା, ଆଉ କନ୍ୟାକୁ ନେଇ ଜୟ ଅମରାବତୀ ଫେରିଗଲା। କିଛିଦିନ ପରେ ଉଜ୍ଜୟିନୀ ରାଜାଙ୍କର ଦେହାନ୍ତ ହୋଇଗଲା। ଯୁବରାଜ ସିଂହାସନରେ ବସିଲେ। ପ୍ରତାପକୁ ଈର୍ଷା କରୁଥିବା ଲୋକେ ଏହାର ସୁଯୋଗ ନେଇ ରାଜାଙ୍କୁ ନାନା କୁମନ୍ତ୍ରଣା ଦେଲେ। ପ୍ରତାପକୁ କାର୍ଯ୍ୟରୁ ଅନ୍ତର କରିଦିଆଗଲା। ସେ କ୍ରମେ ଗରିବ ହୋଇଯିବାରୁ ମନେ ମନେ ଅମରାବତୀ ଯିବାକୁ ଠିକ୍ କଲା। ଅମରାବତୀରେ ପହଞ୍ଚୁ ପହଞ୍ଚୁ ଅନ୍ଧାର ହୋଇଗଲା। କାଳେ ଜୟ ତାର ଏ ଗରିବ ଅବସ୍ଥାରେ ତାକୁ ଚିହ୍ନି ପାରିବ ନାହିଁ, ଏହି ଆଶଙ୍କାରେ ସେ ଜୟ ଘରକୁ ନ ଯାଇ ରାତିଟା ଶ୍ମଶାନ ପାଖରେ ଥିବା ମନ୍ଦିରରେ କଟାଇବ ବୋଲି ସେ ସ୍ଥିର କଲା। ଅଧା ରାତିରେ ଦୁଇ ଜଣଙ୍କର ବଚସାରେ ତାର ନିଦ ଭାଙ୍ଗିଗଲା। ସେ ଦୂରରୁ ଦେଖିଲା ଦୁଇ ଜଣ ଲୋକ ଖୁବ୍ କଳିତ କାରଳ କରୁଛନ୍ତି। ଜଣେ ଛୁରୀ ଦେଖାଇଲା ଅନ୍ୟକୁ ମାରିବ ବୋଲି। ଠିକ୍ ସେତିକିବେଳେ ଭୟରେ ଛାନିଆ ହୋଇ ଅନ୍ୟଟି ପ୍ରଥମର ବେକରେ ଅଚାନକ ଛୁରୀ ଭୁଷି ଦେଇ ଦୌଡ଼ି ପଳାଇଲା। ଏସବୁ ଅନ୍ୟ କେତେକ ଲୋକ ମଧ୍ୟ ଦେଖିଥିଲେ। ସେମାନେ ହତ୍ୟାକାରୀକୁ ଅନୁସରଣ କରି ପ୍ରତାପକୁ ଦେଖିବାକୁ ପାଇଲେ। ତାକୁ ହତ୍ୟାକାରୀ ଭାବି ରାତିରେ ହାଜତରେ ରଖିଲେ, ଆଉ ସକାଳେ ଅଦାଲତକୁ ପଠାଇଲେ। ଅଦାଲତକୁ ନେଇଯିବା ସମୟରେ ରାସ୍ତାରେ ଜୟ ଦେଖି ପଚାରିଲା, ଏ କ'ଣ? ତାକୁ କୁଆଡ଼େ ନଉଛ? ସିପାହୀମାନେ କହିଲେ, କାଲି ରାତିରେ ସେ ଜଣକୁ ହତ୍ୟା କରିଛି। ଶୁଣାଣି ପାଇଁ ଅଦାଲତକୁ ନିଆଯାଉଛି। ଜୟ ପାଖକୁ ଯାଇ ଭଲ କରି ପ୍ରତାପକୁ ଲକ୍ଷ୍ୟ କଲା। ପ୍ରତାପ ତାକୁ ନ ଚିହ୍ନିବା ଭଳି ଦେଖାଇଲେ ମଧ୍ୟ ତାକୁ ଚିହ୍ନିବାରେ ଜୟର କୌଣସି ଅସୁବିଧା ହେଲା ନାହିଁ। ପ୍ରତାପର ଏ ରୂପ ଅବସ୍ଥା ଦେଖି କ'ଣ କରିବ କିଛି ଠିକ୍ ନ କରିପାରି ଜୟ ହଠାତ୍ କହିଲା, ତମେ ପାଗଳ ନା କ'ଣ? କାଲି ଶ୍ମଶାନ ନିକଟରେ ହୋଇଥିବା ହତ୍ୟା ତ ମୁଁ କରିଛି। ତାକୁ ଛାଡ଼ିଦିଅ, ମତେ ନିଅ। ଏକଥା ଶୁଣି ଏତେବେଳେ ପର୍ଯ୍ୟନ୍ତ ନୀରବ ରହିଥିବା ପ୍ରତାପ କହିଲା, ମୁଁ ତ ଏ ଲୋକକୁ ଆଦୌ ଜାଣିନାହିଁ। କାଲି ରାତିର ହତ୍ୟାକାରୀ ମୁଁ। ସିପାହୀମାନେ କିଂକର୍ତ୍ତବ୍ୟମୂଢ଼ ହୋଇ ଦୁହିଁଙ୍କୁ ଅଦାଲତକୁ ନେଇଗଲେ। ସେଠାରେ ବିଚାରପତି ବହୁତ ଚେଷ୍ଟା କରି ମଧ୍ୟ ପ୍ରକୃତ ସତ୍ୟର ଉଦ୍ଘାଟନ କରିପାରିଲେ ନାହିଁ। ଶେଷକୁ ଏହି ରାୟ ଦେଲେ, ଏ ଦୁହିଁଙ୍କ ଭିତରୁ ଜଣେ ହତ୍ୟାକାରୀ ଆଉ ଅନ୍ୟ ଜଣେ ପାଗଳ। କିନ୍ତୁ ହତ୍ୟାକାରୀ ନିର୍ଣ୍ଣୟ କରିବା ଯେହେତୁ ମୁସ୍କିଲ, ଦୁହିଁଙ୍କୁ ନେଇ ଫାଶୀ ଦିଅ। ଏପରି ବିଚିତ୍ର ବିଚାର ଓ ବିଚିତ୍ର ଘଟଣା ଦେଖିବାକୁ ଫାଶୀଖୁଣ୍ଟ ପାଖକୁ ଅମରାବତୀର ଜନସାଧାରଣ ହଜାର ହଜାର ସଂଖ୍ୟାରେ ଆସିଲେ। ସେମାନଙ୍କ ମଧ୍ୟରେ ପ୍ରକୃତ ହତ୍ୟାକାରୀ ମଧ୍ୟ ଥିଲା।
ଏପରି ଦୁଇଜଣ ସମ୍ପୂର୍ଣ୍ଣ ନିରପରାଧୀ ବ୍ୟକ୍ତିଙ୍କୁ ଫାଶୀ ଦିଆଯିବା ଦେଖି ସେ ଭୀଷଣ ରାଗ ଓ ଦୁଃଖରେ ବ୍ୟସ୍ତ ହୋଇପଡ଼ିଲା। ସେ ଲୋକ ଭିଡ଼କୁ ଠେଲି ପଦାକୁ ଆସି କହିଲା, ତମର ଏଠାକାର ବିଚାର ଅନ୍ଧବିଚାର। ମୁଁ ହେଉଛି ପ୍ରକୃତ ହତ୍ୟାକାରୀ, ଆଉ ତମେ ଦୁଇଜଣ ନିର୍ଦ୍ଦୋଷକୁ ଫାଶୀ ଦେଉଛ। କିନ୍ତୁ ଫାଶୀ ହୁକୁମ ବଦଳାଇବା କଷ୍ଟ, ତେଣୁ ସିପାହୀମାନେ ପୁଣି 3 ଜଣଙ୍କୁ ଧରି ଅଦାଲତକୁ ଚାଲିଲେ। ବିଚାରପତି ଆଶ୍ଚର୍ଯ୍ୟ ହୋଇଗଲେ ନୂତନ ସମସ୍ୟା ଦେଖି। ପୁଣି ବିଚାର ଚାଲିଲା। ଏଥର ଜୟ ଆଉ ପ୍ରତାପ ମାନିଲେ ଯେ ସେମାନେ ହତ୍ୟାକାରୀ ନୁହନ୍ତି। ବିଚାରପତି ପଚାରିଲେ, ଯଦି ତୁମେ ଦୁହେଁ ହତ୍ୟା କରିନଥିଲ, ତେବେ ପ୍ରଥମ ଥର ବିଚାର କଲାବେଳେ ଦଣ୍ଡ ମାନିନେଲ କାହିଁକି? ଜୟ କହିଲା, ମହାଶୟ, ଜୟ ମୋର ବାଲ୍ୟବନ୍ଧୁ। ସେ ମୋ ପାଇଁ ସର୍ବସ୍ୱ ଅର୍ପଣ କରିଛି। ତେଣୁ ତାକୁ ସିପାହୀମାନେ ବାନ୍ଧି ନେଲା ବେଳେ ତାକୁ ବଞ୍ଚାଇବାକୁ ଯାଇ ମୁଁ ଏପରି କହିଥିଲି। ବିଚାରପତି ପ୍ରତାପକୁ ପଚାରିଲେ, ଆଉ ତୁମେ କ'ଣ କହୁଛ? ପ୍ରତାପ କହିଲା, ମୁଁ ନିଜ ଭାଗ୍ୟ ଉପରେ ଭଗବାନଙ୍କ ଉପରେ ବିଶ୍ୱାସ ରଖି ନୀରବ ରହିଥିଲି। ପରେ ମୋ ବନ୍ଧୁକୁ ବଞ୍ଚାଇବା ପାଇଁ ହତ୍ୟା କରିଛି ବୋଲି କହିଥିଲି। ପ୍ରକୃତ ହତ୍ୟାକାରୀକୁ ଚାହିଁ ବିଚାରପତି ପ୍ରଶ୍ନ କଲେ, ତୁମେ ହତ୍ୟା କରି ଚୁପଚାପ ଥିଲ, ଆଉ ଏ ଦୁହିଁଙ୍କୁ ଫାଶୀ ଦେବାକୁ ନେଲାବେଳେ କିପରି ଅପରାଧ ସ୍ୱୀକାର କଲ? ପ୍ରକୃତ ହତ୍ୟାକାରୀ କହିଲା, ମହାଶୟ, ମୁଁ ଯାହାକୁ ମାରିଛି ସେ ପାପୀ ଆଉ ଦ୍ରୋହୀ। ସେ ମୋତେ ମାରିବାକୁ ଉଦ୍ୟତ ହେବା ବେଳେ ମୁଁ ଆତ୍ମରକ୍ଷା କରିବା ପାଇଁ ଯାହା କରିଛି, କିନ୍ତୁ ମାରିବା ଉଦ୍ଦେଶ୍ୟରେ ନୁହେଁ। ତଥାପି ଆପଣ ବିଚାରରେ ମୋତେ ଫାଶୀ ଦେବେ ବୋଲି ମୁଁ ଲୁଚି ରହିଥିଲି। 2 ନିରପରାଧୀ ବ୍ୟକ୍ତିଙ୍କୁ ଫାଶୀ ଦିଆଯିବାର ଦେଖି ମୁଁ ନିଜେ ଧରାଦେଲି, କାରଣ ଏପରି ହେବା ଦ୍ୱାରା ମୁଁ ନରକଗାମୀ ହୁଅନ୍ତି। କିନ୍ତୁ ମୋତେ ଧରିବାରେ ସିପାହୀଙ୍କର କୌଣସି ଦକ୍ଷତା ନାହିଁ। ଏଥର ବିଚାରପତି ସବୁ ଶୁଣି ଗମ୍ଭୀର ହୋଇ 3 ଜଣଙ୍କୁ ମୁକ୍ତି ଦେଲେ, ଆଉ କହିଲେ, ତୁମେମାନେ ପ୍ରକୃତରେ ନିରପରାଧୀ। କାରଣ 2 ଜଣ ତ ନିରପରାଧୀ, ତମେ ମଧ୍ୟ ସେମାନଙ୍କ ପାଇଁ ନିଜର ଜୀବନ ଦେବାକୁ ପ୍ରସ୍ତୁତ। ତେଣୁ 3 ଜଣଙ୍କ ଭିତରେ ମଣିଷ ଜୀବନ ପ୍ରତି ଆଦର ଭାବ ଓ ସମବେଦନା ରହିବା ସଙ୍ଗେ ସଙ୍ଗେ 3 ଜଣଙ୍କ ମଧ୍ୟରେ ଆତ୍ମସ୍ୱର୍ଗର କ୍ଷମତା ମଧ୍ୟ ରହିଛି। ତମେମାନେ ଭବିଷ୍ୟତରେ ଦେଶର ଉପକାର କରିପାରିବ। ତେଣୁ ତୁମ 3 ଜଣଙ୍କୁ ମୁକ୍ତି ଦିଆଗଲା। ଏହାପରେ ଜୟ ସହିତ ପ୍ରତାପ ମଧ୍ୟ ରାଜଦରବାରରେ କିଛି ଚାକିରି ପାଇଲା। ସେହି ଦିନଠାରୁ 2 ବନ୍ଧୁ ସାରା ଜୀବନ ଏକାଠି ରହିଲେ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ମିତ୍ର ପ୍ରେମ।